ନଷ୍ଟ ହୋଇନାହୁଁ। ଭାବରେ ତାଙ୍କରି ସଦ୍ଭକ୍ତ ଲୋକମାନଙ୍କ ଜୀବନ ପ୍ରତି ପ୍ରଭୁଙ୍କ କରୁଣା କେବେ ମଧ୍ୟ ଶେଷ ହୁଏ ନାହିଁ। ଆଉ ସେଇଥିପାଇଁ ତାଙ୍କରି ମହା କରୁଣା ଦ୍ୱାରା ଏହି ଅନୁଗ୍ରହର ବର୍ଷ, ଅନୁଗ୍ରହର ସମୟ, ଏହି ଅନୁଗ୍ରହର ସକାଳ ଆମେ ପାଇଛୁ। ସେଇଥିପାଇଁ ପ୍ରଭୁଙ୍କର ସ୍ତୁତି, ପ୍ରଭୁଙ୍କର ବନ୍ଦନା କରିବା। ଏହି ସମୟ ଆମେ ଆରାଧନା ମଧ୍ୟକୁ ଯାଉଥିବା। ଆମମାନଙ୍କ ମଧ୍ୟରେ ପ୍ରିୟ ପ୍ରଭୁଙ୍କର ସଦ୍ଭକ୍ତ ଦାସ ଡିକନ ଫାଦର ଆଉ ପବିତ୍ର ଜନା ସାର୍ ଅଛନ୍ତି। ସାର୍ଙ୍କୁ ଆମେ ଗୋଟେ ବାକ୍ୟ ପଢି ସ୍ୱାଗତ କରିବା ଆଜିକାର ଆରାଧନା ମଧ୍ୟରେ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ହେ ମୋହର ମନ ସଦାପ୍ରଭୁଙ୍କର ପ୍ରଶଂସା କର। ମୁଁ ବଞ୍ଚିଥିବା ଯାଏଁ ସଦାପ୍ରଭୁଙ୍କର ପ୍ରଶଂସା କରିବି। ଯେ ପର୍ଯ୍ୟନ୍ତ ମୋହର କୌଣସି ସତ୍ତା ଥାଏ ସେ ପର୍ଯ୍ୟନ୍ତ ମୁଁ ଆପଣା ପରମେଶ୍ୱରଙ୍କର ପ୍ରଶଂସା ଗାନ କରିବି। ପ୍ରଭୁଙ୍କର ଏହି ଜୀବନ୍ତ ବାକ୍ୟ ଦେଇ ଆଜିକାର ପ୍ରିୟ ପ୍ରଭୁଙ୍କର ଦାସ ଜନା ସାର୍ଙ୍କୁ ମୁଁ ସ୍ୱାଗତ କରୁଛି। ଆଜ୍ଞା ପ୍ରେଜ୍ ଦ ଲର୍ଡ। ସମୟଟା ଆପଣଙ୍କର, ଆପଣ ଆଗକୁ ଆରାଧନା ଦ୍ୱାରା ଆମକୁ ଆଗକୁ ପଢେଇଲେ। ପ୍ରେଜ୍ ଦ ଲର୍ଡ। ପ୍ରତ୍ୟେକ ପ୍ରେଜ୍ ଦ ଉପସ୍ଥିତ ପ୍ରଭୁଙ୍କ ନାମ ଧନ୍ୟ ହଉ। ପ୍ରଭୁଙ୍କ ଅନୁଗ୍ରହ ଦୟାରୁ ପ୍ରଥମରେ ହୋଷ୍ଟ ଆଜ୍ଞାଙ୍କ କତିରେ ଏବଂ ଉପସ୍ଥିତ ପ୍ରତ୍ୟେକ ପ୍ରଭୁଙ୍କ ଦାସ ଦାସୀ ମାନଙ୍କ କତିରେ ମୁଁ ନମସ୍କାର ଜଣାଏ। ନମସ୍କାର। ଆସନ୍ତୁ ଏହି ସମୟରେ କିଛି ଆରାଧନା, ସ୍ତୁତି, ପ୍ରଶଂସା, ସ୍ତୁତି ବନ୍ଦନା କରିବା। ହାଲେଲୁୟା ହୋସନା, ହାଲେଲୁୟା ହୋସନା। ଏହି ଗୀତ ଗାଇ ଆମେ କରିବୁ ବନ୍ଦନା। ହାଲେଲୁୟା ହୋସନା, ହାଲେଲୁୟା ହୋସନା। ଏହି ଗୀତ ଗାଇ ଆମେ କରିବୁ ବନ୍ଦନା। ସେ ଯେ ଆମ ତ୍ରାଣକାରୀ, ଜୀବନ କରତା। ସେ ଯେ ଆମ ଦୁଃଖରେ ବିସ୍ପନିଅନ୍ତା। ସେ ଯେ ଆମ ତ୍ରାଣକାରୀ, ଜୀବନ କରତା। ସେ ଯେ ଆମ ତ୍ରାଣକାରୀ, ବିସ୍ପନିଅନ୍ତା। ଜୀବনে যা পাইছো সব তাঙ্করি করুণা। জীবনে যা পাইছো সব তাঙ্করি করুণা। ଏହି ଗୀତ ଗାଇ ଆମେ କରିବୁ ବନ୍ଦନା, କରିବୁ ବନ୍ଦନା। ଆସ ଯେତେ ଭକ୍ତଗଣ ଦିଅ ଧନ୍ୟବାଦ। ପ୍ରଭୁ ନାମେ ଭକ୍ତି ଚିତେ জ্ঞান আশীর্বাদ। আস যেতে ভক্তগণ দিয় ধন্যবাদ। প্রভু নামে ভক্তি চিতে জ্ঞান আশীর্বাদ। পরম পিতা গেনিলে আম জীবন যাতনা। পরম পিতা গেনিলে আম জীবন যাতনা। ଏହି ଗୀତ ଗାଇ ଆମେ
କରିବୁ ବନ୍ଦନା। ହାଲେଲୁୟା ହୋସାନା, ହାଲେଲୁୟା ହୋସାନା। ଏହି ଗୀତ ଗାଇ ଆମେ କରିବୁ ବନ୍ଦନା, କରିବୁ ବନ୍ଦନା। ପ୍ରଭୁଙ୍କ ନିକଟରେ ଯଦି ଆମେ ବନ୍ଦନା କରୁଛୁ, ଆମମାନଙ୍କର ଆସ ଯେତେ ଭକ୍ତଗଣ ଅଛୁ ସମସ୍ତେ ପ୍ରଭୁଙ୍କର ଗୌରବ ସ୍ତୁତି ପ୍ରଶଂସା ଆରାଧନା ସହିତ ଆମେ ବନ୍ଦନା କରିବା ତାଙ୍କ ନିକଟରେ, ତାଙ୍କର ଗୀତ ଗାନ କରିବା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆମମାନଙ୍କର କଣ ସ୍ତୁତି ପ୍ରଶଂସା କରିବା। ପ୍ରଭୁ ସେଥିପାଇଁ ଆଜି ଆମମାନଙ୍କୁ ସୁନ୍ଦର ଭାବେ ଡାକୁଅଛନ୍ତି, ଆସ ଭକ୍ତଗଣ, ସେ ଆମମାନଙ୍କର ତ୍ରାଣକାତି ଜୀବନ କରତା, ଆଉ ସେ ଦୁଃଖ ହାରି ବିଶ୍ଵ ନିୟନ୍ତା। ତେଣୁ ଡାକୁଛନ୍ତି, ହେ ଭକ୍ତଗଣ ଆସ, ଆମେ ତାଙ୍କର କଣ ଧନ୍ୟବାଦ କରିବା, କାରଣ ସେ ଆମମାନଙ୍କୁ ଏଇ ଜଗତରେ ରଖିଛନ୍ତି, ସୁନ୍ଦର ସମୟ ଦେଇ ଅଛନ୍ତି। ସେଥିପାଇଁ ଆସ ଏଇ ସମୟରେ ଆମେ ତାଙ୍କର ଧନ୍ୟବାଦ ଦେବା ନିତାନ୍ତ ଆବଶ୍ୟକ ଅଟେ। ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ, ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ। ମୋର ଯେତେ ପାପ ତାପ ଅନୁତାପେ ଭଙ୍ଗାରୁଦ, ମୋର ଯେତେ ପାପ ତାପ ଅନୁତାପେ ଭଙ୍ଗାରୁଦ, ଆସିଛି ମୋ ଥୋଇବାକୁ ତୁମ ଚରଣେ, ଆସିଛି ମୋ ଥୋଇବାକୁ ତୁମ ଚରଣେ। ପ୍ରଭୁ ଯୀଶୁ ଆସିଛି ମୋ ତୁମ ଚରଣେ। ଗୋଡ଼ାଏ ଯା ପଳ ମତେ ଆଣି ପ୍ରଲୋଭନ କେତେ, ଗୋଡ଼ାଏ ଯା ପଳ ମତେ ଆଣି ପ୍ରଲୋଭନ କେତେ, ଆସିଛି ମୋ ଲୁଚିବାକୁ ତୁମ ଚରଣେ। ଆମମାନଙ୍କୁ ବର୍ତ୍ତମାନ ଶୈତାନ ଗୋଡଉଛି, ଆମର ଲୁଚିବାର ସ୍ଥାନ ପ୍ରଭୁଙ୍କ ନିକଟରେ, ଯୀଶୁଙ୍କ ନିକଟରେ। ଆସିଛି ମୋ ଲୁଚିବାକୁ ତୁମ ଚରଣେ। ତାଙ୍କ ଗୋଡରେ, ତାଙ୍କ ପାଦରେ, ତାଙ୍କର କୃଷ୍ଣ ରକ୍ତ ଝରୁଥିବା ପାଖରେ ପ୍ରଭୁ ଯୀଶୁ ଆସିଛି ମୋ ତୁମ ଚରଣେ। ଯେତେବେଳେ ଶୈତାନ ଏ ମନୁଷ୍ୟକୁ ହତାଶ କରିଦିଏ, ଯେତେବେଳେ ଶୈତାନ ଜଗତ ନିମନ୍ତେ ବାନ୍ଧି ଦିଏ, ଆମେ ଦୁର୍ବଳ ଅବସ୍ଥାରେ ଆସୁ ତାଙ୍କ ନିକଟକୁ ଯିବୁ, ତାଙ୍କ ନିକଟକୁ ଯିବା, ତାଙ୍କ ନିକଟକୁ ଯିବା, ତାଙ୍କ ନିକଟକୁ ଯିବା, ଡାକିବା, ପ୍ରଭୁ ମୁଁ ତମ ଚରଣ ତଳକୁ ଆସିଛି ବାପା, ଯୀଶୁ ମୁଁ ତମ ନିକଟକୁ ଲୁଚିବା ପାଇଁ ଆସିଛି ପ୍ରଭୁ। ଆଜି ଆମମାନଙ୍କର ଡାକରା ହଉ, ଆଜି ଆମମାନଙ୍କର ଡାକରା ହଉ, ଦେଖିବାକୁ ତୁମ ରୂପ, ଶୁଣିବାକୁ ତୁମ ବାକ୍ୟ, ଦେଖିବାକୁ ତୁମ ରୂପ,
ଶୁଣିବାକୁ ତୁମ ବାକ୍ୟ ଆସିଛି ମୋ ପ୍ରଭୁ ଯୀଶୁ ତୁମ ଚରଣେ। ପ୍ରଭୁ ମୁଁ ଆସିଛି, ତୁମ ରୂପ ଦେଖିବି, ତୁମର ବାକ୍ୟ ଶୁଣିବି। ତମ ରୂପ ଦେଖିବା ଦ୍ୱାରା ମୋର ପାପ କ୍ଷମା ହବ, ତମ ବାକ୍ୟ ଶୁଣିବା ଦ୍ୱାରା ମୋର ସମସ୍ତ ପାପ କ୍ଷମା ହବ। ସେଥିପାଇଁ ଦେଖିବି ମୁଁ ତୁମ ରୂପ, ଶୁଣିବି ମୁଁ ଆସିଛି ମୋ ପ୍ରଭୁ ଯୀଶୁ ତୁମ ଚରଣେ। ଦିଅ ଦେଖା ବାରେ ପ୍ରଭୁ, କ୍ଷମେ ମୋର ପାପ ସବୁ। ଦିଅ ଦେଖା ବାରେ ପ୍ରଭୁ, କ୍ଷମେ ମୋର ପାପ ସବୁ। ମିନତି ମୋ ପ୍ରଭୁ ଯୀଶୁ ତୁମ ଚରଣେ। ଆମେ କଣ ପ୍ରଭୁଙ୍କୁ ଆମେ ଡାକିଲେ ସାଙ୍ଗେ ସାଙ୍ଗେ ଦେଖିପାରିବା? ଯାମାନଙ୍କର ସମସ୍ତ ପାପ ଅପରାଧ ସମସ୍ତ ଆମେ ତାଙ୍କଠାରେ ଥୋଇବା। ସେଥିପାଇଁ ଦିଅ ଦେଖା ବାରେ ପ୍ରଭୁ, କ୍ଷମେ ମୋର ପାପ ସବୁ। ମିନତି ମୋ ପ୍ରଭୁ ଯୀଶୁ ତୁମ ଚରଣେ। ମିନତି କରିବା, ପ୍ରଭୁ ଆସ, ତୁମ ଚରଣ ତଳକୁ ଆସୁଛୁ ବାପା, ତୁମେ ଆମମାନଙ୍କର ପାପ କ୍ଷମା କର। ମୁଁ ମିନତି କରୁଛି, ନିବେଦନ କରୁଛୁ ବାପା, ତୁମ ନିକଟକୁ ଆସିଛୁ। ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ। ପ୍ରଭୁ ଯୀଶୁ ଆସିଛି ମୁଁ ତୁମ ଚରଣେ। ପ୍ରଭୁଙ୍କ ନିକଟରେ ଯିବା ପାଇଁ, ଖାଲି ତାଙ୍କ ରୂପ ଦେଖିବା ପାଇଁ ନାହିଁ, ଆମମାନଙ୍କର ପାପ କ୍ଷମା କରିବା ପାଇଁ, କ୍ଷମା କରିବା ପାଇଁ ଆମେ ଯାଉଛୁ। ଯଦି ତାଙ୍କ ନିକଟକୁ ଯାଉଛୁ, ଡାକୁଛୁ, ନିବେଦନ କରୁଛୁ, ବିନତି କରୁଛୁ, ପ୍ରଭୁ ନିଶ୍ଚିତ ଭାବରେ ସେ କଣ କରିବେ? କ୍ଷମା କରିବେ, କ୍ଷମା କରିବେ, କ୍ଷମା କରିବେ। ତେଣୁ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା, ପ୍ରଭୁଙ୍କ ନିକଟକୁ ଯିବା, ତାହେଲେ ପ୍ରଭୁ ସେମାନଙ୍କୁ କଣ କରିବେ? ପ୍ରଭୁ ସେ କ୍ଷମା କରିବେ, କ୍ଷମା କରିବେ। ଆଉ ଗୋଟେ ଗୀତ କାନକୁ ଯା। ଯୀଶୁଙ୍କ ନାମେ ଗାଓ ସର୍ବେ, ହାଲେଲୁୟା ହୋଶାନା। ଯୀଶୁଙ୍କ ନାମେ ଗାଓ ସର୍ବେ, ହାଲେଲୁୟା ହୋଶାନା। ହୋଶାନା, ହାଲେଲୁୟା হোসানা, হালেলুয়া হোসানা, হালেলুয়া হোসানা, হালেলুয়া। যিশুଙ୍କ নামে গাও সর্বে, হালেলুয়া হোসানা। তাଙ୍କ রক্তে কৃত আয়ে সাধু ভক্ত, গাও এ নূতন গীত। তাଙ୍କ রক্তে কৃত আয়ে সাধু ভক্ত, গাও এ নূতন গীত। যিশুଙ୍କ জয় গীত, আত্মারে হই মত। যিশুଙ୍କ জয় গীত, আত্মারে হই মত। যিশুଙ୍କ নামে গাও সর্বে, হালেলুয়া হোসানা।
यीशुଙ୍କ नामे गाओ सर्वे हालेलुया होसाना परित्राण प्राप्त जेते पाप मुक्त गाओ हे स्वर्गीय गीत परित्राण प्राप्त जेते पाप मुक्त गाओ हे स्वर्गीय गीत यीशुଙ୍କ प्रेम गीत प्रभुଙ୍କ प्रभु सहित यीशुଙ୍କ प्रेम गीत प्रभुଙ୍କ प्रभु सहित यीशुଙ୍କ नामे गाओ सर्वे हालेलुया होसाना होसाना हालेलुया होसाना हालेलुया यीशुଙ୍କ नामे गाओ सर्वे हालेलुया होसाना 24 प्राचीन चारि प्राणी गाइबा प्रशंसा गीत 24 प्राचीन चारि प्राणी गाइबा प्रशंसा गीत आमे जेते आउत होइछो मनोनीत आमे जेते आउत होइछो मनोनीत यीशुଙ୍କ नामे गाओ सर्वे हालेलुया होसाना होसाना हालेलुया होसाना हालेलुया केड़े प्रेम कले केड़े दया कले अनंत जीवन देले केड़े प्रेम कले केड़े दया कले अनंत जीवन देले आपणा प्राण देले क्रूसरे बळी हेले आपणा प्राण देले क्रूसरे बळी हेले यीशुଙ୍କ नामे गाओ सर्वे हालेलुया होसाना होसाना हालेलुया होसाना हालेलुया होसाना हालेलुया होसाना हालेलुया प्रिय प्रभु तुम से असीम प्रेम दया बास्तव भाव तुम निकट को आम आसबू तुम नाम गान करूँ जो द्वारा तुम ठारे परित्राण अच्छी जो ठारे प्रभु मुक्ति अच्छी जो ठारे प्रभु पाप क्षमा रही प्रभु तुम निकटवर्ती तुम नाम रे प्रभु शक्ति अच्छी तुम नाम रे आम परित्राण अच्छी मुक्ति अच्छी प्रभु तुम नाम को आम प्रभु गान करूँ तुम नाम को स्तुति प्रशंसा करूँ तुम नाम रे आम जो द्वारा तुम निकटवर्ती हेबू प्रभु आमर समस्त अपराध तुम नाम प्रभु थोई आमे पाप क्षमी हबो प्रभु एम प्रत्येक जीवन तुम कथा कह प्रभु वर्तमान समय प्रत्युषरे प्रभु यही सुंदर अवकाश देल तुम से गीत गाई स्तुति प्रशंसा करने शेष संध्या पर्यंत तुम गौर प्रशंसा करने को पारे तुम दयाकर सुजोग देथिबा होस्ट एवं प्रिय भणु को तुम आशीर्वाद अनुग्रह कर उपस्थित प्रत्येक को तुम दया कर आगामी समस्त कार्यसूची तुम आशीर्वाद अनुग्रह कर यही समस्त प्रार्थना त्राणकर्ता प्रभु जीशु ख्रीष्ट नाम मागुअछि पिता आमेन आमेन धन्यवाद आज्ञा सुंदर भाव
भक्तिपूर्ण आजिकार यही प्रभात समय प्रत्येक को ईश्वर सानिध्य निकट को घिनीगले रियल मिनिस्टर तरफ प्रत्येक आपण को धन्यवाद प्रेस लॉर्ड जन प्रेस लॉर्ड Praise the Lord. Praise the Lord. अनुरोध करी आमे सब स्थान रे अच्छु आमे वीडियो ऑन कर बसिबा प्रभुकर गौरव सकाशे आ निश्चित भाव मोर प्रिय माने ए सकाल समय प्रभु तन दासों मुख दे से कथा पाई चाहती आमे समस्ते वीडियो ऑन कर बसिबा प्रभुकर गौरव निमंते प्रत्येक व्यवहार बा तो प्रभु नाम रे विशेष धन्यवाद हो इस समय आमे वाक्य मध्य को जाउथिबा आउ वाक्य पूर्व आमे प्रार्थना करिबा प्रार्थनार सहित आज वाक्य मध्य को आमे जीवा मु अनुरोध करी समय आम मध्य आम अति प्रिय प्रभुंकर दास प्रमोद परीक्षा आज्ञा अच्छा आराधना करथिबा आज्ञा निमंते जो दास आज वाक्य नहीं आसबे वाक्य पाए प्रभु तांको दासों पाए पुणी जेते जन प्लाटफर्म जड़ित अच्छु प्रत्येक निमंते से संक्षिप्त भाव में प्रार्थना तली धरवे प्रार्थना आम समस्ते ईश्वर निकट मनोजगी हेबा प्रेस लॉर्ड आज्ञा प्रेज द लॉर्ड धन्यवाद दो जीवित और पवित्र महत नाम को आमान को सुंदर सुजोग देल आराधना करिया पाए तुम दासों माध्यम रे प्रभु आमान को तुम निकटवर्ती करायछ आशीर्वाद पात्र करायछ तेणु तुम पवित्र महत नाम को धन्यवाद दिए तुम दास प्रभु भावपूर्ण एवं प्रभु पुरातन अनेक गीत प्रभु से गान कर तुम गौरव तुम प्रशंसा कर प्रकार प्रभु ऑफलाइन ऑनलाइन व्यवहार कर तुम निकटवर्ती कराए प्रभु व्यवहार आम जिते लोक जॉइन कर समस्त मुझे आशीर्वाद कर आज जो दास प्रभु वाक्य नहीं आसुच्च विशेष आशीर्वाद कर तुम एक पारक्य कार्य भी देछ प्रभु एत बड़ पुरातन मंडली व्यवहार कर आणुछ आज मत जूम रे तुम व्यवहार कर तुम से पवित्र आत्मा को शक्ति दे तुम प्रकाश कर एवं प्रभु तुम निमंते प्रभु व्यवहार कर पवित्र आत्मा को शक्ति दियो ये विशेष प्रार्थना कर जिते लोक आम जड़ित हो आज परिचालन कर सिस्टम कर स्वामी प्रभु आज परिचालन कर आशीर्वाद कर सिस्टम को आशीर्वाद कर एवं प्रभु से माने ये प्रकार प्रभु प्रत्येक जूम रे व्यवहृत होते ऑफलाइन ऑनलाइन व्यवहार करोच ए प्रकार तुम व्यवहार कर विशेष विशेष आशीर्वाद कर सुंदर मन देच प्रति प्रभात से माने उठंती एवं अनेक जूम को जानते तेणु तुम पवित्र महत धन्यवाद गौरव समस्त वंदना तुम्हें पाप जीवंत जीशपा तुम अंत मागुच आमीन धन्यवाद सर अति सुंदर भाव प्रति विषय निमंते संक्षिप्त भाव प्रार्थना तले धरी हेतु पुनर्बार मु प्रत्येक अनुरोध करी आम वीडियो ऑन कर बसिबा अपना अपना डिवाइस प्रति आम ध्यान दौथिबा समय जीवंत वाक्य को श्रवण करने समय मु गोटे वाक्य पढ़ी प्रिय प्रभु दास को स्वागत करने चाहे पिता मते शिक्षा दे कहले तुम्भ मन मोहर कथा रक्षा करू मोहर आज्ञा सब पालन करी बंच ज्ञान अर्जन कर सुविवेचना लाभ कर ताहा भूल नाही पुणी मो मुखर वाक्य विमुख हुओ नाही ज्ञान सर्वश्रेष्ठ विषय तेणु ज्ञान लाभ कर पुणी तुमर सबु लाभ मध्य सुविवेचना लाभ कर हे मोर पुत्र शुण मो कथा घेन तहिरे तुम आयु वर्ष बहुत हेब तुम्हें गमन करने बेले तुम पाद संकुचित हेब नाही पुणी दौड़ा बेले तुम्हें झुंटी पड़ब नाही उपदेश को दृढ़ कर धर ताकू छाड़ी दियो नाही ताकू रख कारण ता तुमर जीवन प्रभुंकर जीवंत वाक्य दे आजिकार वक्ता महाशय आम मानकर अति जनाशुना प्रभुंकर दास मशा पाणी आज्ञा को मु स्वागत करी सार नमस्कार नमस्कार समस्त को नमस्कार प्रेस लॉर्ड आज्ञा समयटा आपणकर आगु को जो मध्य प्लाटफर्म रे आ जीवंत ईश्वर वाक्य रखा हेबे प्रत्येक को पुनर्बार करुछि चेष्टा करिबा
ବାଇବେଲ ଖୋଲିବା, ଖାତା ପେନ୍ ଧରିବା, ଆଉ ଯାହା ପ୍ରଯୁଜ୍ୟ ବିଷୟ ଆମେ ପାଇବା, ସବୁ ତ ପ୍ରଭୁଙ୍କର ବାକ୍ୟ ଆମ ପାଇଁ ଜୀବନ ପାଇଁ ପ୍ରଯୁଜ୍ୟ ଅଟେ। କିନ୍ତୁ ଆମେ କିଛିଟା ନୋଟ କରି ଲେଖି ରଖିବା, ଯଦ୍ୱାରା ଆମେ ବ୍ୟକ୍ତିଗତ ବାଇବେଲ ଷ୍ଟଡି ସମୟରେ ଆମକୁ ବହୁତ କାମରେ ଆସେ। ଆଉ ସବୁ ତ ମନେ ନାହିଁ, ତ ସେଥିପାଇଁ ପ୍ରତ୍ୟେକଙ୍କୁ ମୁଁ ଅନୁରୋଧ କରି ପ୍ରକୃତର ସହିତ ବସିବା। ସାର୍, ସମୟଟା ଆପଣଙ୍କର, ଆଗକୁ ଆପଣ ବାକ୍ୟ ଦେଇ କଢେଇ ନେବେ। ସମସ୍ତେ ଗୋଟେ ଉଚ୍ଚ କରତଳେ ବଜାଇ ତାଙ୍କୁ ଆମେ ସ୍ୱାଗତ କରୁଥିବା। ବହୁତ ଧନ୍ୟବାଦ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦଉଛି, କାରଣ ପ୍ରଭୁ ଆମ ମାନଙ୍କର ସଙ୍ଗରେ ପ୍ରଭୁ ପରମେଶ୍ୱର ହେଇଛନ୍ତି। ସର୍ବଦା ସର୍ବ ବିଷୟରେ ଆମ ମାନଙ୍କର ଯତ୍ନ ତତ୍ତ୍ୱ ନେଇଛନ୍ତି। ଏପର୍ଯ୍ୟନ୍ତ ଆମମାନଙ୍କୁ ବହି ଆଣିଛନ୍ତି, କଢେଇ ଆଣିଛନ୍ତି। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ମୋର ଭିଡିଓଟା ଆସୁଛି କି? ଆସୁନି ସାର୍, ଆସୁନି, ଅନ୍ଧାର ହେଇଛି। ସେଇଟା ମୁଁ ଏବେ ଲେଖିବି ବୋଲି ଭାବୁଥିଲି। ହଁ, ଭିଡିଓ ଅନ୍ କରିଛି, କିନ୍ତୁ ଦେଖାଯାଉନି ତ। ହଉ, ସେମିତି ଚାଲୁ ସାର୍। ସେମିତି ଚାଲୁ। କଣ କରିବା, ଆମେ ଦେଖିବା ଆମର ଦୁର୍ଭାଗ୍ୟ। ଭିଡିଓ ଅନ୍ କରିଛି ମୁଁ, କିନ୍ତୁ ମୋର ସେ ସ୍କ୍ରିନରେ ଦେଖାଯାଉନି। ମୋର କଣ ପ୍ରୋବ୍ଲେମ ଥିଲେ ବ୍ଲାକ୍ ହିଁ ଏପଟ ଅଛି, ସେପଟେ ହେଇଯିବ। ବ୍ଲାକ୍ ହିଁ ଅଛି। ଠିକ ଅଛି, ଚାଲୁ। ମୋର ଏଇ ଲ୍ୟାପଟପ୍ ଟିକେ ବେଳେ ବେଳେ ଏମିତି କରେ, ସମସ୍ୟା ସୃଷ୍ଟି କରେ। ଠିକ ଅଛି। ମୋର ସ୍କ୍ରିନ୍ ନିଶ୍ଚୟ ଦେଖାଯିବା ଦରକାର। ଦେଖାଯାଉଛି ତ? ସ୍କ୍ରିନ୍ ଦେଖାଯାଉଛି। ସ୍କ୍ରିନ୍ ଆସିଛି ତ? ହଁ, ଠିକ ଅଛି। ବହୁତ ଧନ୍ୟବାଦ। ହଁ, ପ୍ରେଜ୍ ଦ ଲର୍ଡ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଗତ 5 ତାରିଖରେ ଏବଂ 12 ତାରିଖରେ ପ୍ରଭୁଙ୍କର ପିଲାମାନେ ସେମାନେ ପ୍ରିଜାଇଡିଂ କରିଥିଲେ, ପ୍ରଭୁଙ୍କର ଗୌରବ ପ୍ରଶଂସା କରି ଆରାଧନା କରିଥିଲେ, ୱର୍ସିପ କରିଥିଲେ। ମୁଁ ସେମାନଙ୍କୁ ଧନ୍ୟବାଦ ଦଉଛି। ଗତ 2 ସପ୍ତାହ ଧରି ଆମମାନେ ଗୋଟିଏ ବିଷୟ ଆଲୋଚନା କରିକିରି ଆସୁଛୁ। ତାହା ହଉଛି କଣ ନା ସ୍ୱର୍ଗରେ ସଙ୍ଗୀତ। ଏ ବିଷୟଟି ଆମେ ଆଲୋଚନା କରିକି ଆସୁଛୁ। ଆଜି ମଧ୍ୟ ଆମମାନେ ସେଇ ବିଷୟରେ ହିଁ ଆମମାନେ ଆଲୋଚନା କରିବା। ଆଉ ଆଜି ପ୍ରଭୁଙ୍କର ଦାସ ଗରଡା ଆଜ୍ଞା ସେ ଉପାସନାକୁ ପରିଚାଳନା କରୁଛନ୍ତି, ଏବଂ ପ୍ରଭୁଙ୍କର ଦାସ ଦିକନ ଜେନା ଆଜ୍ଞା ସେ ମଧ୍ୟ ପ୍ରଭୁଙ୍କର ଗୌରବ ପ୍ରଶଂସା ଆରାଧନା କରି ଆମମାନଙ୍କୁ କଢେଇ ନେଲେ, ପ୍ରଭୁଙ୍କର ଉପସ୍ଥିତି ମଧ୍ୟକୁ ନେଲେ। ବହୁତ ସୁନ୍ଦର ଲାଗୁଥିଲା ସେ ଗୀତ ଗୁଡିକ। ଯେତେବେଳେ ସେ ଗାଉଥିଲେ, ପ୍ରଭୁଙ୍କର ଆରାଧନା ପ୍ରଶଂସା କରୁଥିଲେ, ପ୍ରଭୁ ମଧ୍ୟ ସେ ପ୍ରକାର ଭାବରେ ତାଙ୍କୁ ବ୍ୟବହାର କରି ଏଇ ପର୍ଯ୍ୟନ୍ତ ବହି ଆଣିଛନ୍ତି, କଢେଇ ଆଣିଛନ୍ତି। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ପ୍ରଭୁ ମଧ୍ୟ ତାଙ୍କୁ ଦୟା କରନ୍ତୁ। ଆସନ୍ତା ଦିନ ଗୁଡିକରେ ମଧ୍ୟ ଏଇ ପ୍ରକାର ଭାବରେ ପ୍ରଭୁଙ୍କ ନିମନ୍ତେ ବଞ୍ଚିବା ପାଇଁ, ବ୍ୟବହାର ହେବା ପାଇଁ ପ୍ରଭୁ ତାଙ୍କର ସହାୟ ହୁଅନ୍ତୁ, ସହବର୍ତ୍ତୀ ହୁଅନ୍ତୁ। ତାଙ୍କ ନିମନ୍ତେ ଏଇ ଜଗତରେ ବଞ୍ଚିବା ପାଇଁ ସାହାଯ୍ୟ କରୁଥାନ୍ତୁ। ମୁଁ ବହୁତ ବହୁତ ଧନ୍ୟବାଦ ଦଉଛି ପ୍ରଭୁଙ୍କର ପିଲାମାନଙ୍କୁ। ପ୍ରଭୁ ସେମାନଙ୍କୁ ଦୟା କରନ୍ତୁ। ଆମେ ସ୍ୱର୍ଗରେ ସଙ୍ଗୀତ এই ବିଷୟଟି ଆମେ ଆଲୋଚନା କରିକି ଆସୁଛୁ, ଯାହାକି ପ୍ରକାଶିତ ବାକ୍ୟ ତାର 5 ଅଧ୍ୟାୟ 8 ପଦରୁ 14 ପଦ ମଧ୍ୟରେ ଲେଖା ଯାଇଛି। ଆମେ ତାକୁ ପାଠ କରିଛୁ। ଦରକାର ହେଲେ ଆମେ ମଝିରେ ତାକୁ ପାଠ କରିବା। ଆଉ ଆମେ ପ୍ରଥମ ବିଷୟଟି ଆଲୋଚନା କରୁଥିଲୁ ସ୍ୱର୍ଗର ମଧୁର ଗୀତର ଗାୟକ। এই ବିଷୟରେ ଆମେ ଆଲୋଚନା କରୁ କରୁ ଗାୟକ ମାନଙ୍କର ପରିଚୟ ବିଷୟରେ ଆମେ ଆଲୋଚନା କରି ସାରିଛୁ, ଏବଂ ସେ ଗାୟକ ମାନଙ୍କର ପରିଚୟ ସହିତ ସେମାନଙ୍କର ସମ୍ପୃକ୍ତି କି ପ୍ରକାର ଥିଲା, ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରି ସାରିଛୁ। ଏବଂ ତୃତୀୟଟି ହେଉଛି ସେ ଗାୟକ ମାନଙ୍କର ବାଦ୍ୟଯନ୍ତ୍ର କି ପ୍ରକାର, ଆଉ ସେମାନେ କି ପ୍ରକାର ଭାବରେ ବାଦ୍ୟଯନ୍ତ୍ର ବଜେଇ ପ୍ରଭୁଙ୍କର ପ୍ରଶଂସା, ପ୍ରଭୁଙ୍କର ଆରାଧନା କରନ୍ତି, ସେ ବିଷୟରେ ମଧ୍ୟ ଆମେ ଆଲୋଚନା କରିଛୁ। ଆଇଡେଣ୍ଟିଟି, ଇନଭଲଭମେଣ୍ଟ, ଇନଷ୍ଟ୍ରୁମେଣ୍ଟ, ଗାୟକ ମାନଙ୍କର, ସିଙ୍ଗର ମାନଙ୍କର। ଏବଂ ସେ ଗାୟକ ମାନଙ୍କର ବାଦ୍ୟଯନ୍ତ୍ରଟା କଣ, ସେଇଟା ମଧ୍ୟ 3ଟି ବିଷୟ ଆଲୋଚନା କରିଥିଲୁ। ତାହା ହେଉଛି ପ୍ରଶଂସାର ଉପକରଣ, ଭବିଷ୍ୟତବାଣୀର ଉପକରଣ ଏବଂ ପ୍ରାର୍ଥନାର ଉପକରଣ। ପ୍ରେଇଜ, ପ୍ରଫେସି, ପ୍ରେୟର, এই 3ଟି କଥା ମାନେ ଆଲୋଚନା କରିଥିଲୁ। ଏବଂ ଦ୍ୱିତୀୟ ବିଷୟଟି ମଧ୍ୟ ଆମେ
ଆଲୋଚନା କରିଥିଲୁ ଦ ସବଜେକ୍ଟ ଅଫ ହେଭେନ୍ ସୁଇଟ୍ ସଙ୍ଗ, ସ୍ୱର୍ଗର ମଧୁର ଗୀତର ବିଷୟବସ୍ତୁ, ଯାହାକି 9 ପଦ ଏବଂ 10 ପଦ ଲେଖା ଅଛି। ସେମାନେ ମେଷ ଶାବକଙ୍କ ବ୍ୟକ୍ତିତ୍ୱ ବିଷୟରେ ଗାନ କରନ୍ତି। ପର୍ସନ ଅଫ ଦ ଲେମ୍, ସେ ମେଷ ଶାବକ କିଏ ଅଟନ୍ତି, ସେ କଣ କରିଛନ୍ତି, ସେ ବ୍ୟକ୍ତିତ୍ୱ ବିଷୟରେ ସେମାନେ ତାଙ୍କର ଗୀତରେ ଏଇ ସମସ୍ତ ବିଷୟ ରହିଛି। ଏବଂ ଦ୍ଵିତୀୟଟି ହେଉଛି ପ୍ୟାସନ ଅଫ ଦ ଲେମ୍, ସେମାନେ ମେଷ ଶାବକଙ୍କ ଆବେଗ ବିଷୟରେ ଗାନ କରନ୍ତି। ତାଙ୍କର ଆବେଗଟା କଣ, ତାଙ୍କର କାର୍ଯ୍ୟ କଣ, ସେ କଣ କରିବା ପାଇଁ ଚାହାନ୍ତି, କଣ ସେ କରିଛନ୍ତି, ସେ ବିଷୟରେ ସେମାନେ ଗୀତରେ ଗାନ କରନ୍ତି। ସେମାନଙ୍କର ଗୀତ ହଉଛି ଏହା, ପ୍ୟାସନ। ଏବଂ ତୃତୀୟଟି ହଉଛି ପର୍ପଜ ଅଫ ଦ ଲେମ୍, ସେମାନେ ମେଷ ଶାବକଙ୍କ ଉଦ୍ଦେଶ୍ୟ ବିଷୟରେ ଗାନ କରନ୍ତି। ମେଷ ଶାବକଙ୍କର ଉଦ୍ଦେଶ୍ୟଟା କଣ, କଣ ପାଇଁ ସେ ଜଗତକୁ ଆସିଥିଲେ, କାହିଁକି ସେ ଜୀବନ ଦେଲେ, ସେ ତାଙ୍କର ରକ୍ତକୁ ଝରେଇ ଦେଲେ, ଆଉ ସେ এই ପାପୀ ମନୁଷ୍ୟକୁ ଉଦ୍ଧାର କରନ୍ତି। ସେଇ ବିଷୟରେ ଆମେ ଆଲୋଚନା କରି ସାରିଛୁ। ଆଜି ଆମେ ତୃତୀୟ ବିଷୟଟି ଆଲୋଚନା କରିବା ଏବଂ ଶେଷ ବିଷୟଟି ଆଲୋଚନା କରିବା, ତାହା ହେଉଛି ଦ ସ୍କୋପ ଅଫ ହେଭେନ୍ସ ସୁଇଟ୍ ସଙ୍ଗ, ସ୍ୱର୍ଗର ମଧୁର ଗୀତର ପରିସର, ତାର ପରିସୀମା ଅଛି, କେତେ ଦୂର ପର୍ଯ୍ୟନ୍ତ ଏଇ ଗୀତଟି ଯାଉଛି, କେଉଁମାନେ ଏହାକୁ ଶୁଣୁଛନ୍ତି, କେତେ ଦୂର ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ ଅଟେ, ତାର ପରିସର କେତେ ଅଟେ, ସେ ବିଷୟରେ ଆଜି ଆମେ ଆଲୋଚନା କରିବା, ଯାହାକି 11 ପଦରୁ 14 ପଦ ପର୍ଯ୍ୟନ୍ତ ଆମେ ପାଠ କରିବା। ଦୟାକରି କେହି ଜଣେ ପାଠ କରି ସାହାଯ୍ୟ କରିବେ। 11 ପଦରୁ 14 ପଦ ପର୍ଯ୍ୟନ୍ତ, ପ୍ରକାଶିତ ବାକ୍ୟ 5 ଅଧ୍ୟାୟ 11 ପଦରୁ 14। ଉପରେ ମୁଁ ଦୃଷ୍ଟିପାତ କଲି, ପୁଣି ସିଂହାସନ, ପ୍ରାଣୀ ଓ ପ୍ରାଚୀନ ମାନଙ୍କର ଚତୁର୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି। ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହଉଥିବା ମେଷ ଶାବକ ହିଁ ଯୋଗ୍ୟ ଅଟନ୍ତି। ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ ତନ୍ମଧ୍ୟସ୍ଥିତ ସମସ୍ତ ଏହା କହୁଥିବା ଶୁଣିଲି, ପ୍ରଶଂସା, ସମ୍ଭ୍ରମ, ଗୌରବ ଓ ପ୍ରତାପଣ ଯୁଗେ ଯୁଗେ ସିଂହାସନ ଉପବିଷ୍ଟ ବ୍ୟକ୍ତିଙ୍କର ଓ ମେଷ ଶାବକଙ୍କର। ସେଥିରେ 4 ପ୍ରାଣୀ କହିଲେ, ଆମେନ୍। ପୁଣି ପ୍ରାଚୀନ ମାନେ ଉବୁଡ ହୋଇ ପ୍ରଣାମ କଲେ। ବହୁତ ବହୁତ ଧନ୍ୟବାଦ ପ୍ରଭୁ, ଏ ପଠିତ ବାକ୍ୟରେ ଶ୍ରବଣରେ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କୁ ମୁଁ ଧନ୍ୟବାଦ ଦଉଛି ଯେ ପ୍ରଭୁ ଆମ ମାନଙ୍କର ସହାୟ ହେଇଛନ୍ତି ଏବଂ ଏଇ ପ୍ରକାଶିତ ବାକ୍ୟ ବିଷୟରେ ଆମମାନଙ୍କୁ ଆଲୋଚନା କରିବା ପାଇଁ ସୁଯୋଗ ଦେଇଛନ୍ତି, ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦଉଛି। ଯେତେବେଳେ ଏଇ 24 ପ୍ରାଚୀନ ଏବଂ 4 ପ୍ରାଣୀ ସେମାନେ ପ୍ରଭୁଙ୍କର ପ୍ରଶଂସା, ପ୍ରଭୁଙ୍କର ଆରାଧନା, ପ୍ରଭୁଙ୍କର ସ୍ତୁତି, ପ୍ରଭୁଙ୍କର ବନ୍ଦନା କରୁଛନ୍ତି, ଗୀତ ଗାଇ ତାଙ୍କର ସ୍ତୁତି କରୁଛନ୍ତି, ଏହାର ପରିସର କେତେ, এই বিষয়টি বর্তমানে ଆମେ ଆଲୋଚନା କରିବା ପାଇଁ ଯାଉଛୁ। ଏବଂ ଆଲୋଚନା କରୁ କରୁ ଆମେ ପ୍ରଥମ ବିଷୟଟି ଆଲୋଚନା କରିବୁ, ସେଇଟା କଣ ନା ସ୍ୱର୍ଗୀୟ ପ୍ରାଣୀ ମାନେ ମେଷ ଶାବକଙ୍କ ପ୍ରଶଂସା କରନ୍ତି। Celestial being praise the Lamb. ସ୍ୱର୍ଗୀୟ ପ୍ରାଣୀ ମାନେ ସେମାନେ ପ୍ରଭୁଙ୍କର ପ୍ରଶଂସା କରିବା କଥା ବାଇବଲ ଆମମାନଙ୍କୁ ପ୍ରକାଶ କରୁଛି। ଅର୍ଥାତ୍ ଯୋହନ ଆମମାନଙ୍କୁ କହିବାକୁ ଚେଷ୍ଟା କରନ୍ତି ଯେ ଦୂତମାନେ ପ୍ରଭୁଙ୍କର ପ୍ରଶଂସା କରିବାକୁ ଆରମ୍ଭ କରୁଛନ୍ତି, କିନ୍ତୁ ସେମାନଙ୍କର ସଂଖ୍ୟା କେତେ ତାହା ଗଣନା କରାଯାଇ ପାରୁନାହିଁ। ଯୋହନ ଜାଣି ପାରୁନାହାନ୍ତି ସେମାନଙ୍କର ସଂଖ୍ୟା କେତେ, ସେଥିପାଇଁ ସେ କହୁଛନ୍ତି ସହସ୍ର ସହସ୍ର ଓ ଅୟୁତ ଅୟୁତ। ଯେତେବେଳେ ଗୋଟିଏ ସଂଖ୍ୟାକୁ ଆମେ କହିନଥାଉ ଏବଂ ସେ ସମୟରେ ମଧ୍ୟ, ଅର୍ଥାତ୍ ଯୋହନଙ୍କ ସମୟରେ ମଧ୍ୟ ଅଧିକ ସଂଖ୍ୟାରେ ଯଦି ଅଛନ୍ତି, ତାକୁ ଯଦି ଗଣା ଯାଇ ପାରିବ ନାହିଁ, ଆଉ ସେତେବେଳେ ତାକୁ ଏମିତି କୁହାଯାଉଥିଲା ସହସ୍ର ସହସ୍ର ଅୟୁତ ଅୟୁତ, ଅର୍ଥାତ୍ ଅଗଣନ, ଗଣନା କରାଯାଇ ପାରିବ ନାହିଁ। ଏ ସ୍ୱର୍ଗୀୟ ପ୍ରାଣୀ ମାନେ ସେମାନେ ସହସ୍ର ସହସ୍ର ଅୟୁତ ଅୟୁତ, ଅର୍ଥାତ୍ ସେମାନଙ୍କର ଗଣନା କରାଯାଇ ପାରୁନାହିଁ। ଏତେ ଅଧିକା
ସେମାନେ ଅଛନ୍ତି ଆଉ ସେମାନେ ପ୍ରଭୁଙ୍କର ପ୍ରଶଂସା ପ୍ରଭୁଙ୍କର ଆରାଧନା କରୁଛନ୍ତି। ତେବେ ଏଇ ସ୍ୱର୍ଗୀୟ ପ୍ରାଣୀ ମାନେ ବୋଲି ଯାହା ଆମେ କହୁଛୁ, ସେମାନେ କିଏ? ସେମାନେ ନା ସେମାନେ ଦୂତ। ଏଇ ଦୂତ ମାନେ କଣ କରୁଛନ୍ତି ନା ସେମାନେ ସୃଷ୍ଟିକର୍ତ୍ତାଙ୍କର ପ୍ରଶଂସା କରୁଛନ୍ତି। ଏଠାରେ ଆମେ ଲକ୍ଷ୍ୟ କରିବା ଯେ ସାଧୁମାନେ ଗୀତ ଗାନ କରି ମେଷ ଶାବକଙ୍କର ପ୍ରଶଂସା କରୁଛନ୍ତି। 9 ପଦରେ ଯାହା ଲେଖା ଅଛି, ସାଧୁମାନେ ଗୀତ ଗାଉଛନ୍ତି, କିନ୍ତୁ ଦୂତମାନେ କଣ କରୁଛନ୍ତି? ସେମାନେ କହୁଛନ୍ତି, ଉଚ୍ଚ ସ୍ୱରରେ କହୁଛନ୍ତି। 12 ପଦରେ ଯାହା ଲେଖା ଅଛି। 9 ପଦରେ ସାଧୁମାନେ ଗୀତ ଗାନ କରିବା କଥା ଲେଖା ଅଛି। ହତ ହେଇଥିବା ମେଷ ଶାବକଙ୍କ ଉଦ୍ଦେଶ୍ୟରେ ସେମାନେ ଗୀତ ଗାନ କରୁଛନ୍ତି। ଏମିତି ସେମାନେ, ଯଦି ଆମେ ଏମିତି କହିବା, ସେମାନେ ଗୀତ ଗାନ କରୁଛନ୍ତି, ଝୁଲିଲ ମୋ ପାଇଁ କ୍ରୁଶରେ, ଏମିତି ହେଇଥାଇପାରେ। ଆମେ ଗୋଟେ କେବଳ ଏକ୍ସାମ୍ପଲ ମୁଁ ନେଉଛି। ଏମିତି ସେମାନେ ଗୀତ ଗାଉଛନ୍ତି, କିନ୍ତୁ ଦୂତମାନେ କଣ କହୁଛନ୍ତି? ସେମାନେ କହୁଛନ୍ତି, ଗୀତ ଗାଉନାହାନ୍ତି, ସେମାନେ କହୁଛନ୍ତି, ପ୍ରଶଂସା କରୁଛନ୍ତି ଈଶ୍ୱରଙ୍କର, ମେଷ ଶାବକଙ୍କର। ସେମାନେ ପ୍ରଶଂସା କରି କହୁଛନ୍ତି, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ଗୌରବ, ପ୍ରଶଂସା ଗ୍ରହଣ କରିବାକୁ ସେ କେବଳ ଯୋଗ୍ୟ ଅଟନ୍ତି। ଯେମିତି ମଝିରେ ମଝିରେ ପ୍ରଭୁଙ୍କର ଦାସ ୱାର୍ସିପ କଲା ବେଳେ ଦିକନ ଆଜ୍ଞା ସେ ମଝିରେ ମଝିରେ ଗୋଟେ କହୁଥିଲେ, ଆହ୍ୱାନ କରୁଥିଲେ, ଆମେ ଏମିତି ପ୍ରଶଂସା କରିବା, ସେମିତି କରିବା, ପ୍ରଭୁ ମାନଙ୍କୁ ଦୟା କରିଛନ୍ତି ବୋଲି ମଝି ମଝିରେ ସେ କହୁଥିଲେ, ଆଉ ଗୀତ ଗାଉଥିଲେ, ମଝିରେ କହୁଥିଲେ। ବୋଧେ ହୁଏତ ସେମିତି ହେଇଥାଇପାରେ, ଆମେ ଜାଣୁନା କେମିତି ସେଟା ହେଇଛି। କିନ୍ତୁ ବାକ୍ୟ ଆମମାନଙ୍କୁ ଏଇ କଥା କହୁଛି ଯେ ସାଧୁ ମାନେ ଗୀତ ଗାଉଥିବା ସମୟରେ ଦୂତ ମାନେ ଉଚ୍ଚ ସ୍ୱରରେ କହୁଛନ୍ତି, ଈଶ୍ୱରଙ୍କର ପ୍ରଶଂସା କରି ସେମାନେ କହୁଛନ୍ତି ଯେ ହତ ହୋଇଥିବା ମେଷ ଶାବକ ହିଁ ଯୋଗ୍ୟ ଅଟନ୍ତି। ବାଇବଲରେ ଆମେ ଯେତେ ଥର ଦୂତମାନଙ୍କର କଥା ଦେଖୁଛୁ, ସେମାନେ ଈଶ୍ୱରଙ୍କର ପ୍ରଶଂସା ଗାନ କରନ୍ତି ବୋଲି ସେତେବେଳେ ଦୂତ କହିବା କଥା ହିଁ ବାକ୍ୟ ପ୍ରକାଶ କରୁଛି। ଅର୍ଥାତ ଦୂତ ମାନେ ପ୍ରଶଂସା ଆରାଧନା, ଯଦି ଆମେ ଖୋଲିବା ଲୁକ ତାର 2 ଅଧ୍ୟାୟ 8 ପଦରୁ 14 ପଦ ପର୍ଯ୍ୟନ୍ତ, ତାହେଲେ ଯୀଶୁଙ୍କର ଜନ୍ମ ସମୟର କଥା ଗୋଟେ ଲେଖା ଅଛି। ଆଉ ସେଇଠି ଦୂତମାନେ ପ୍ରଶଂସା କରି କହିଥିଲେ, ଏମିତି ଲେଖା ଅଛି। ସେମାନେ ଈଶ୍ୱରଙ୍କର ପ୍ରଶଂସା କରି, ଊର୍ଦ୍ଧ୍ୱ ଲୋକରେ ଈଶ୍ୱରଙ୍କର ପ୍ରଶଂସା ବୋଲି ଯେତେବେଳେ ସେମାନେ କହୁଥିଲେ, ପୃଥିବୀରେ ତାହାଙ୍କର ସନ୍ତୋଷ ପାତ୍ର, ମନୁଷ୍ୟମାନଙ୍କ ମଧ୍ୟରେ ଶାନ୍ତି ବୋଲି ଯେତେବେଳେ ସେମାନେ ଈଶ୍ୱରଙ୍କର ପ୍ରଶଂସା କରୁଥିଲେ, ସେତେବେଳେ ସେମାନେ କହୁଥିଲେ। ବାକ୍ୟ ପ୍ରକାଶ କରୁଛି ଯେ ସେମାନେ କହୁଛନ୍ତି, ସେମାନେ ଗୀତ ଗାନ କରୁନାହାନ୍ତି, ଈଶ୍ୱରଙ୍କର ପ୍ରଶଂସା କରି ସେମାନେ କହୁଛନ୍ତି। ପ୍ରତ୍ୟେକ ଥର ସେମାନେ ଯେତେ ଥର ମଧ୍ୟ ଆମେ ତାଙ୍କୁ ଦେଖିଛୁ, ପ୍ରଭୁଙ୍କର ପ୍ରଶଂସା କରିବା ସମୟରେ ସେମାନେ କେବଳ କୁହନ୍ତି ଆଉ ପ୍ରଶଂସା କରନ୍ତି। ଆମେ ମନୁଷ୍ୟମାନେ ଜୀବନର ସଂଘର୍ଷ ବିଷୟ ସବୁ ଆମେ ଜାଣୁଛୁ। ଆମେ ପ୍ରଭୁଙ୍କର ହାତର ସ୍ପର୍ଶ ବିଷୟରେ ଆମେ ଜାଣୁଛୁ, ଏବଂ ସେ ଆମ ପାଇଁ ମୃତ୍ୟୁଭୋଗ କରିଛନ୍ତି, ସେ ଆମ ପାଇଁ ମରିଛନ୍ତି, ଆଉ ଆମେ ତାଙ୍କର ମଧ୍ୟ ସେ ପ୍ରକାର ଭାବରେ ପ୍ରଶଂସା କରିବା ଦରକାର। ପାପ ଏବଂ ତାହାର ବନ୍ଧନରୁ ଏବଂ ତାଙ୍କର ଅନୁଗ୍ରହ ଦ୍ୱାରା ମୁକ୍ତ ହେବା ବିଷୟକୁ ଆମେ ଜାଣିଛୁ, ଆଉ ସେଥିପାଇଁ ଆମେ ତାଙ୍କର ପ୍ରଶଂସା କରିବୁ। ସେମାନଙ୍କର ଉଦ୍ଧାରକର୍ତ୍ତା, ସେମାନଙ୍କ ରକ୍ଷାକର୍ତ୍ତା, ତାଙ୍କର ରକ୍ତ ଝରାଇ ସେମାନଙ୍କୁ ଉଦ୍ଧାର କରିଛନ୍ତି, ସେଥିପାଇଁ ଆମେ ତାଙ୍କର ପ୍ରଶଂସା କରିବୁ, ତାଙ୍କର ଗୌରବ କରିବୁ। ଆମମାନଙ୍କର କୌଣସି ଆଶା ନଥିବା ସମୟରେ ସେ ଆମମାନଙ୍କୁ ଆଶା ଦେଇଛନ୍ତି, ଏଣୁ ଆମେ ତାଙ୍କର ଗୌରବ, ତାଙ୍କର ପ୍ରଶଂସା, ତାଙ୍କର ଆରାଧନା କରିବୁ। ପ୍ରିୟ ପ୍ରଭୁଙ୍କର ପିଲାମାନେ, ଅନ୍ୟ ପକ୍ଷରେ ଦୂତମାନେ ପାପ ଏବଂ ମୁକ୍ତି ସହିତ ଆମର ଅଭିଜ୍ଞତା କେବେ ସେମାନେ ପାଇପାରି ନାହାନ୍ତି। ଆମେ କେମିତି ପରିତ୍ରାଣ ପାଇଛୁ, ଉଦ୍ଧାର ପାଇଛୁ, ଆମମାନଙ୍କର ଯୋଉ ଅନୁଭୂତି ଅଛି, ଏକ୍ସପିରିଏନ୍ସ ଅଛି, ସେଇଟା ସେମାନେ ଜାଣି ନାହାନ୍ତି, କିନ୍ତୁ ଆମେ ଜାଣିଛୁ। ଏଣୁ ଆମେ ମଧ୍ୟ ତାଙ୍କର ପ୍ରଶଂସା କରିବୁ, ତାଙ୍କର ଆରାଧନା କରିବୁ। ଦୂତମାନେ କେବଳ ପ୍ରଭୁଙ୍କର ଗୌରବ, ମହିମା, ବିଜୟର ବିଷୟ ସେମାନେ ଜାଣନ୍ତି। ମାତ୍ର
ସେମାନେ ଏଇ ଯୋଉ ପରିତ୍ରାଣ ଆମେ ପାଇଛୁ ସେ ପରିତ୍ରାଣର ବିଷୟ, କାରଣ ସେମାନଙ୍କୁ ପରିତ୍ରାଣର ଆବଶ୍ୟକତା ନାହିଁ। ସେମାନେ ପ୍ରଭୁଙ୍କ ପାଖରେ ଅଛନ୍ତି, ପ୍ରଭୁଙ୍କର ସେମାନେ ଗୌରବ କରୁଛନ୍ତି। ସେମାନେ ପାପ କରିନାହାନ୍ତି, ସେମାନେ ଈଶ୍ୱରଙ୍କର ପାଖରେ ଅଛନ୍ତି। ଦୂତମାନେ ମେଷ ଶାବକଙ୍କର ମୂଲ୍ୟ ବିଷୟକୁ ଘୋଷଣା କରନ୍ତି। ଦୂତମାନେ ମେଷ ଶାବକଙ୍କର ପ୍ରଶଂସା କରନ୍ତି। ଏବଂ କାହିଁକି ସେମାନେ ପ୍ରଶଂସା କରନ୍ତି? କାରଣ କିଏ ସେ ଅଟନ୍ତି ତାହା ସେମାନେ ଜାଣନ୍ତି। ଅର୍ଥାତ୍ ମେଷ ଶାବକ ପରିତ୍ରାଣକର୍ତ୍ତା ଅଟନ୍ତି, ମୁକ୍ତିଦାତା ଅଟନ୍ତି, ଉଦ୍ଧାରକର୍ତ୍ତା ଅଟନ୍ତି। ସେ ତାଙ୍କର ରକ୍ତକୁ ଝରାଇ ଦେଇ, ସେ ତାଙ୍କର ଜୀବନକୁ ଦେଇ ଲୋକମାନଙ୍କୁ ଏଇ ଜଗତକୁ ଉଦ୍ଧାର କରିଛନ୍ତି, ତାହା ସେମାନେ ଜାଣନ୍ତି। ଆଉ ସେଥିପାଇଁ ସେମାନେ ତାଙ୍କର ପ୍ରଶଂସା କରନ୍ତି, ମେଷ ଶାବକଙ୍କର ପ୍ରଶଂସା କରନ୍ତି। ଅର୍ଥାତ୍ ସ୍ୱର୍ଗୀୟ ପ୍ରାଣୀମାନେ ମେଷ ଶାବକଙ୍କର ପ୍ରଶଂସା କରନ୍ତି, ତାଙ୍କର ଆରାଧନା କରନ୍ତି। ପ୍ରଭୁ ମଧ୍ୟ ଆମମାନଙ୍କୁ ସେ ପ୍ରକାର ଅନୁଗ୍ରହ କରିଛନ୍ତି। ଯଦି ବା ସେମାନେ ଏ ଉଦ୍ଧାର କଥା ଜାଣିଛନ୍ତି, ପରିତ୍ରାଣର କଥା ଜାଣିଛନ୍ତି, ମୁକ୍ତିର କଥା ଜାଣିଛନ୍ତି, କିନ୍ତୁ ସେମାନଙ୍କ ପାଇଁ ଯାହା କରାଯାଇ ନଥିଲା ଆମ ପାଇଁ କରାଯାଇଛି। ଆମ ପାଇଁ କରାଯାଇଥିଲେ ସେମାନେ ପ୍ରଶଂସା କରୁଛନ୍ତି, ଆମେ କାହିଁକି ନ କରିବା? ନିଶ୍ଚିତ ଭାବରେ ଆମେ ମଧ୍ୟ ତାଙ୍କର ପ୍ରଶଂସା କରିବାର ଆବଶ୍ୟକତା ରହିଛି। ଦ୍ୱିତୀୟଟି ହେଉଛି ସୃଷ୍ଟ ପ୍ରାଣୀମାନେ ମେଷ ଶାବକଙ୍କର ପ୍ରଶଂସା କରନ୍ତି। କ୍ରିଏଟେଡ ବିଙ୍ଗସ୍ ପ୍ରେଜ୍ ଦ ଲାମ୍। ସୃଷ୍ଟ ପ୍ରାଣୀମାନେ ମେଷ ଶାବକଙ୍କ ପ୍ରଶଂସା କରନ୍ତି। 13 ପଦରେ ସେଇ କଥାଟି ଲେଖା ଅଛି। 13 ପଦରେ ଲେଖା ଅଛି ସେଇ କଥା। ଏଠାରେ ଗୋଟେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯେତେବେଳେ ସ୍ୱର୍ଗ ପ୍ରଭୁଙ୍କର ପ୍ରଶଂସା କରିବାରେ ବ୍ୟସ୍ତ ରହିଛି, ସେତେବେଳେ ଜଗତ ଅର୍ଥାତ୍ ପାପୀମାନେ ପରମେଶ୍ୱରଙ୍କୁ ଅଣଦେଖା କରି ନରକକୁ ଯିବାରେ ବ୍ୟସ୍ତ। ସ୍ୱର୍ଗୀୟ ପ୍ରାଣୀମାନେ, ସୃଷ୍ଟ ପ୍ରାଣୀମାନେ, ସେମାନେ ପ୍ରଭୁଙ୍କର ପ୍ରଶଂସା କରିବା ସମୟରେ ଜଗତର ଲୋକମାନେ ନରକକୁ ଯିବା ପାଇଁ ବ୍ୟସ୍ତ। ଯେତେବେଳେ ସ୍ୱର୍ଗରେ ଏଇ ଉପାସନା ସେବା ଆରମ୍ଭ ହଉଛି, ବିଶ୍ୱର ପ୍ରତ୍ୟେକ ପ୍ରାଣୀ ମେଷ ଶାବକଙ୍କର ପ୍ରଶଂସା କରିବାକୁ ଯୋଗ ଦିଅନ୍ତି। ଆମେ ଟିକେ ଚିନ୍ତା କରିବା ତ, ପ୍ରତ୍ୟେକ ହଜି ଯାଇଥିବା ଲୋକମାନେ ଅର୍ଥାତ୍ ପାପୀମାନେ, ନରକରେ ଥିବା ପ୍ରତ୍ୟେକ ପତିତ ଦୂତମାନେ, ଏପରିକି ଶୈତାନ ନିଜେ ମଧ୍ୟ ସ୍ୱର୍ଗରେ କରାଯାଉଥିବା ଉପାସନାର ଶବ୍ଦ ଶୁଣି, ପ୍ରଶଂସାର ଶବ୍ଦ ଶୁଣି, ସେମାନଙ୍କର ସ୍ୱରରେ ସ୍ୱର ମିଳାଇ ମେଷ ଶାବକଙ୍କର ପ୍ରଶଂସା କରନ୍ତି। କୋଉଠି ଆମେ ପଢିଛୁ, ତାର ପରିସର ବିଷୟରେ ଆମେ ପଢିଛୁ। ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ସବୁ ଜାଗାରେ ତାଙ୍କର ପ୍ରଶଂସା କରାଯାଉଛି। ଏମାନେ ମଧ୍ୟ ପ୍ରଶଂସା କରିବା ପାଇଁ ବାଧ୍ୟ। 13 ପଦରେ ଲେଖା ଅଛି, ଆଉ ମୁଁ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଓ ସମୁଦ୍ରରେ ଥିବା ସମସ୍ତ ସୃଷ୍ଟ ପ୍ରାଣୀ, ହଁ ତନ୍ମଧ୍ୟ ସ୍ଥିତ ସମସ୍ତେ ତାର ପରିସର କେତେ ଦେଖନ୍ତୁ। କେବଳ ସ୍ୱର୍ଗରେ ନୁହେଁ, କେବଳ ମର୍ତ୍ତ୍ୟରେ ନୁହେଁ, ପାତାଳରେ ମଧ୍ୟ ତାଙ୍କର ପ୍ରଶଂସା କରାଯାଉଛି। କହିବା କି ହାଲେଲୁୟା। କେଡ଼େ ଗୁରୁତ୍ୱପୂର୍ଣ୍ଣ ବିଷୟ। କେବଳ ସ୍ୱର୍ଗରେ ଈଶ୍ୱରଙ୍କର ପ୍ରଶଂସା କରାଯାଏ ନାହିଁ, ମେଷ ଶାବକଙ୍କର ପ୍ରଶଂସା କରାଯାଏ ନାହିଁ, କେବଳ ମର୍ତ୍ତ୍ୟରେ ଆମମାନେ ତାଙ୍କର ପ୍ରଶଂସା କରୁଛୁ ତାହା ନୁହେଁ, ମାତ୍ର ପାତାଳରେ ମଧ୍ୟ ପ୍ରଶଂସା କରାଯାଏ। ଅର୍ଥାତ୍ ନର୍କ ବା ପାତାଳରେ ଥିବା ପାପୀମାନେ ଯନ୍ତ୍ରଣାରେ, କଷ୍ଟରେ ଥାଇ ମଧ୍ୟ ନିଜର ଆଣ୍ଠୁ ଭାଙ୍ଗି ମେଷ ଶାବକଙ୍କର ପ୍ରଶଂସା କରିବେ, ସେ ପ୍ରକାର ଦିନ ଆସୁଛି। ଫିଲିପିଓ ତାର 2 ଅଧ୍ୟାୟ 9 ପଦରୁ 11 ପଦ ଯଦି ଆମେ ପଢିବୁ, 10 ପଦରେ ଲେଖା ଅଛି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ,
ଈଶ୍ୱର ନାହାନ୍ତି ବୋଲି କହୁଥିବା ଲୋକମାନେ ଯୋଉମାନେ କି ନର୍କରେ ଅଛନ୍ତି ସେମାନେ କହିବେ, ସେମାନଙ୍କର ଆଣ୍ଠୁ ଭାଙ୍ଗିବ, ଜାନୁ ନତ ହବ, ଆଉ ସେମାନଙ୍କର ମୁଖ ସ୍ୱୀକାର କରିବ। ଖ୍ରୀଷ୍ଟ ବିରୋଧୀ ଲୋକମାନେ ସେମାନେ ଆଣ୍ଠୁ ଭାଙ୍ଗିବେ ଏବଂ ସେମାନଙ୍କର ଜିହ୍ୱା କହିବ, ସେମାନଙ୍କର ମୁଖ ଖୋଲିବ, ଆଉ ସେମାନେ କହିବେ ଯୀଶୁ ପ୍ରଭୁ ଅଟନ୍ତି। ତାଡନାକାରୀ ମାନେ, ହତ୍ୟାକାରୀ ମାନେ ସେମାନେ କହିବେ, ଗିର୍ଜାକୁ ଯାଉନଥିବା ଲୋକମାନେ ସେମାନେ କହିବେ, ବାଇବଲ ପଢୁନଥିବା ଲୋକମାନେ ସେମାନେ କହିବେ, ଗିର୍ଜାକୁ ଭାଙ୍ଗୁଥିବା ଲୋକମାନେ ବି କହିବେ। ଈଶ୍ୱର ସେ ଅଟନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଯୋଗ୍ୟ ଅଟନ୍ତି, ମେଷ ଶାବକ ହିଁ ପ୍ରଭୁ ଅଟନ୍ତି। ସମସ୍ତେ ଏହା କହିବେ, କେବଳ ସ୍ୱର୍ଗରେ ଥିବା ଲୋକମାନେ କହିବେ ନାହିଁ। ଆମ ପରିବାର ଲୋକ ଆମକୁ ପ୍ରଶଂସା କଲେ ଭଲ ଲାଗିବ, ଠିକ ଅଛି, କିନ୍ତୁ ସାହି ପଡିଶା ଲୋକମାନେ ମଧ୍ୟ କହିବାର ଅଛି ମୂଷା ପାଣି ଭଲ ଲୋକ ବୋଲି। ଯୋଉମାନେ ପଡିଶାରେ ଅଛନ୍ତି, ମୋ ସ୍ତ୍ରୀ ତ କହିବ, ମୁଁ ତାକୁ ବାଡେଇଲେ ବି କହିବ, ତାକୁ ଗାଳି କଲେ ବି କହିବ, ଠିକ ଅଛି। ଏମିତି ହୁଏ ପରିବାରରେ। ମୋର ପିଲାମାନେ ନ ଭଲ ପାଇଲେ ବି ଲୋକମାନଙ୍କ ସାମ୍ନାରେ ଭଲ ଭଲ ବୋଲି କହିବେ, ଠିକ ଅଛି, କିନ୍ତୁ ଅନ୍ୟମାନେ କହିବାର ଅଛି ଭଲ ବୋଲି। ସେମିତି ସ୍ୱର୍ଗରେ ତ ଈଶ୍ୱରଙ୍କ ପ୍ରଶଂସା କରାଯାଉଛି, ଠିକ ଅଛି। ମର୍ତ୍ତ୍ୟରେ ହଉ ହେଲା, ଯୋଉମାନେ ଯୀଶୁଙ୍କୁ ବିଶ୍ୱାସ କରୁଛନ୍ତି ସେମାନେ କହିବେ, ଠିକ ଅଛି, କିନ୍ତୁ ଯୋଉମାନେ ତାଙ୍କୁ ଜାଣନ୍ତି ନାହିଁ, ଚିହ୍ନନ୍ତି ନାହିଁ, ବିରୋଧ କରୁଥିଲେ, ବର୍ତ୍ତମାନ ସେମାନେ ନର୍କରେ ଅଛନ୍ତି, ପାତାଳରେ ଅଛନ୍ତି, ତଥାପି ମଧ୍ୟ ସେମାନେ ବର୍ତ୍ତମାନ ବାଧ୍ୟ, ଏବେ ଦେଖୁଛନ୍ତି, ଆରେ ଏ ଯୀଶୁ ହଉଛନ୍ତି ଭୟଙ୍କର ପରମେଶ୍ୱର, ଯେ କି ସ୍ୱର୍ଗର ସିଂହାସନରେ ବସିଛନ୍ତି। ଆହା, କେଡେ ଭୁଲ ହେଇଗଲା, ସେ ପ୍ରଭୁ ଅଟନ୍ତି। ବିରୋଧୀ ଦଳ ମଧ୍ୟ ସେମାନେ କହିବେ, ଶୟତାନ ମଧ୍ୟ କହିବ, ସମସ୍ତ ପାପୀ ମାନେ ସମସ୍ତେ କହିବେ ଯେ ପ୍ରଭୁ ଯୀଶୁ ହିଁ ଈଶ୍ୱର ଅଟନ୍ତି, ତାଙ୍କର ପ୍ରଶଂସା କରିବେ। ରୋମିଓ ତାର 14 ଅଧ୍ୟାୟ 11 ପଦରେ, ରୋମିଓ 14:11 ପଢିବା ଟିକେ। ଯେଣୁ ଲେଖା ଅଛି, ପ୍ରଭୁ କହନ୍ତି, ଆମେ ଜୀବିତ ଥିବା ପ୍ରମାଣେ ପ୍ରତ୍ୟେକ ଜାନୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିଭା ଈଶ୍ୱରଙ୍କ ପ୍ରଶଂସା କରିବ। ବହୁତ ଧନ୍ୟବାଦ। ତାଙ୍କ ଛାମୁରେ ସମସ୍ତ ନତ ହେବେ, ଆଉ ସେ ହିଁ ଈଶ୍ୱର ଅଟନ୍ତି ବୋଲି ସମସ୍ତ ଜିହ୍ୱା କହିବ, ଆଉ ସମସ୍ତେ ପ୍ରଶଂସା କରିବେ। ପ୍ରଭୁଙ୍କର ନାମର ଧନ୍ୟବାଦ ହଉ। ସେଇ ଜୀବିତ ପରମେଶ୍ୱରଙ୍କର ଆମେ ସେବା କରୁଛୁ, ସେଇ ଜୀବିତ ଈଶ୍ୱରଙ୍କର ଆମେ ଜାଣିଛୁ, ଆଉ ତାଙ୍କର ପରିଚୟ ଆମେ ପାଇଛୁ, ତାଙ୍କର ସେବା କରୁଛୁ, ତାଙ୍କର ଆରାଧନା କରୁଛୁ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ଆମମାନଙ୍କ ପାଇଁ ଏ ପ୍ରକାର ସମୟ ଆସିବ ନାହିଁ, ଆମେ କେବଳ ସେଇ ସ୍ୱର୍ଗକୁ ଯିବୁ, ଆଉ ତାଙ୍କର ପ୍ରଶଂସା, ତାଙ୍କର ଆରାଧନା, ସ୍ତୁତି, ଗୌରବ କରୁଥିବୁ। ପ୍ରଥମଟି ଆମେ ଦେଖିଲୁ ସ୍ୱର୍ଗୀୟ ପ୍ରାଣୀ ମାନେ ମେଷ ଶାବକଙ୍କ ପ୍ରଶଂସା କରନ୍ତି। ଦ୍ୱିତୀୟଟି ଆମେ ଦେଖିଲୁ ଯେ ସୃଷ୍ଟ ପ୍ରାଣୀ ମାନେ ମେଷ ଶାବକଙ୍କ ପ୍ରଶଂସା କରନ୍ତି, ଏବଂ ତୃତୀୟଟି ହଉଛି ପରିବର୍ତ୍ତିତ ପ୍ରାଣୀ ମାନେ ମେଷ ଶାବକଙ୍କ ପ୍ରଶଂସା କରନ୍ତି। କନଭର୍ଟେଡ ବିଙ୍ଗସ୍, କନଭର୍ଟ ହେଇଥିବା, ପରିବର୍ତ୍ତିତ ହେଇଥିବା ପ୍ରାଣୀ ମାନେ ସେମାନେ ମେଷ ଶାବକଙ୍କ ପ୍ରଶଂସା କରନ୍ତି। 14 ପଦରେ ତାହା ଲେଖା ଅଛି। ସେଥିରେ ଚାରି ପ୍ରାଣୀ କହିଲେ ଆମେନ୍, ପୁଣି ପ୍ରାଚୀନ ମାନେ ଉବୁଡ ହୋଇ ପ୍ରଣାମ କଲେ। ଯେତେବେଳେ ଏ ସମସ୍ତ ଘଟଣା ଘଟି ଚାଲିଛି, ଚାରି ପ୍ରାଣୀ କହୁଛନ୍ତି ଆମେନ୍। ଆମେନ୍ ର ଅର୍ଥ ସେଇପରି ହେଉ, ଅନ୍ୟ ଅର୍ଥରେ ଏହା ଠିକ ଅଛି ବା ସେଇପରି ହେଉ। ଆମେ ଯେତେବେଳେ ପ୍ରାର୍ଥନା କରିଥାଉ, ଶେଷରେ ଆମମାନଙ୍କର ପ୍ରାର୍ଥନାର ଶେଷରେ ଆମେ କହିଥାଉ, ଯିଏ ବି ପ୍ରାର୍ଥନା କରନ୍ତି ଆମେ ଶେଷରେ କହିଥାଉ ଆମେନ୍, ଅର୍ଥାତ୍ ସେଇପରି ହେଉ ବା ଏହା ଠିକ ଅଛି,
अन्य अर्थरे कहबाक गले यह ठीक अछि ताहा ही हेउ ए सब प्रार्थना जहा करागला ताहा ठीक अछि सेही परि हेउ ଯେତେବେଳେ ଚାରି ପ୍ରାଣୀ ଏଇ ପ୍ରଶଂସାରେ ଯୋଗ ଦେଉଛନ୍ତି ଏବଂ ସେମାନେ କହୁଛନ୍ତି ସେତେବେଳେ 24 ପ୍ରାଚୀନ ନିଜକୁ ସମ୍ଭାଳି ପାରୁନାହାନ୍ତି ଏବଂ ସତ ପ୍ରବୃତ୍ତ ଭାବରେ ଏଇ ଉପାସନାରେ ମେଷ ଶାବକଙ୍କ ସମ୍ମୁଖରେ ଉବୁଡ ହୋଇ ସେମାନେ ପ୍ରଣାମ କରୁଛନ୍ତି। ପ୍ରିୟ ପ୍ରଭୁଙ୍କର ପିଲାମାନେ ଆମମାନେ ଈଶ୍ୱରଙ୍କର ଅର୍ଥାତ୍ ମେଷ ଶାବକଙ୍କର ପ୍ରଶଂସା କରିବା, ତାଙ୍କର ସ୍ତୁତି କରିବା, ନୂତନ ଗୀତ ଗାନ କରିବା, ଯୀଶୁଙ୍କ ନାମର ପ୍ରଶଂସା କରିବା। ସ୍ୱର୍ଗକୁ ଗଲେ ଆମେ କେବଳ ତାଙ୍କର ପ୍ରଶଂସା କରିବା। ସ୍ୱର୍ଗରେ ଆମର କାମ ହଉଛି ତାଙ୍କର ପ୍ରଶଂସା କରିବା, ତାଙ୍କର ସହଭାଗିତା ମଧ୍ୟରେ ରହିବା, ତାଙ୍କର ସ୍ତୁତି କରିବା, ତାଙ୍କର ଗୌରବ କରିବା, ତାଙ୍କର ମହିମା କରିବା। ନରକକୁ ଗଲେ ମଧ୍ୟ ଆମେ ପ୍ରଶଂସା କରିବା। ଆମେ ପଢିଲୁ ସେଇ କଥା 13 ପଦରେ। ନରକକୁ ଗଲେ ମଧ୍ୟ କଲବଲ ହଉଥାଇକିରି ମନେକର ମୂଷା ପାଣି ସେ ନରକକୁ ଯିବ, ଏବେ ପ୍ରଚାର କରୁଛି ଠିକ ଅଛି, ବାଇବଲ ଷ୍ଟଡି କରୁଛି ଠିକ ଅଛି, ଗୀତ ଗାଉଛି ଠିକ ଅଛି, କିନ୍ତୁ ଯେତେବେଳେ ସେ ନରକକୁ ମନେକର ଯଦି ଯିବ, ନରକରେ ପଡିଥାଇ କଲବଲ ହଉଥାଇ ମଧ୍ୟ ସେ ପ୍ରଶଂସା କରିବା ପାଇଁ ବାଧ୍ୟ। ମୁଁ କହୁନାହିଁ, ପ୍ରକାଶିତ 5:13 ପଦ କହୁଛି ଏ କଥା। ତେବେ ଏବେ କାହିଁକି ନ କରିବା? ଆମେ ପ୍ରଶଂସା ନ କରି କାହିଁକି ଆମେ ରହିବା? ପ୍ରଶଂସା କରିବା, ବଞ୍ଚିଥିବା ସମୟରେ ପ୍ରଶଂସା କରିବା, ସ୍ୱର୍ଗକୁ ଗଲେ ମଧ୍ୟ ଆମେ ପ୍ରଶଂସା କରିବା। ଅର୍ଥାତ୍ ମୁଁ କହିଲି ପରିବର୍ତ୍ତିତ ପ୍ରାଣୀ ମାନେ, ଅର୍ଥାତ୍ ଯୋଉ ଏଇ ପ୍ରାଣୀ ଏଇ 24 ପ୍ରାଚୀନ ସେଇ ପରିବର୍ତ୍ତିତ ଲୋକମାନଙ୍କର ନିଦର୍ଶନ। ଅର୍ଥାତ୍ ମୁଁ ଯଦି ପରିବର୍ତ୍ତିତ ହେଲି, ମୁଁ ଯାଇକି ସେଇଠି ପ୍ରଶଂସା କରିବି। ଏବେ ବର୍ତ୍ତମାନ ଆମେ ପରିବର୍ତ୍ତିତ ହେଇଛୁ, ପ୍ରଭୁ ଯୀଶୁଙ୍କୁ ବିଶ୍ୱାସ କରିଛୁ, ଗ୍ରହଣ କରିଛୁ, ସେଥିପାଇଁ ଆମେ ତାଙ୍କର ପ୍ରଶଂସା କରିଛୁ, ତାଙ୍କର ଗୁଣକୁ ଆମେ ଜାଣିଛୁ, ତାଙ୍କର ପ୍ରେମକୁ ଆମେ ବୁଝିପାରିଛୁ, ତାଙ୍କର ପ୍ରାୟଶ୍ଚିତ କାର୍ଯ୍ୟକୁ ଆମେ ଜାଣିପାରିଛୁ। ଏଣୁ ଆମେ ପରିବର୍ତ୍ତିତ ହେଇଛୁ, ତାଙ୍କର ପ୍ରଶଂସା, ତାଙ୍କର ଆରାଧନା, ତାଙ୍କର ସ୍ତୁତି କରୁଛୁ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ, ପ୍ରଭୁ ଆମମାନଙ୍କର ସହାୟ ହୁଅନ୍ତୁ, ସହବର୍ତ୍ତୀ ହୁଅନ୍ତୁ, ତାଙ୍କର ଅନୁଗ୍ରହ ଯୋଗ କରି ଏଇ ଜଗତରେ ବଞ୍ଚିବା ପାଇଁ ସାହାଯ୍ୟ କରନ୍ତୁ। ପ୍ରଭୁଙ୍କର ଇଚ୍ଛା ହେଲେ ଆମେ ଆସନ୍ତା ସପ୍ତାହରେ ଯଦିବା 26 ତାରିଖରେ ସଭା ସମୟ ଥିଲା, କିନ୍ତୁ ସେ ଘୁଞ୍ଚି ଯାଇଛି, ପ୍ରଥମ ସପ୍ତାହ 2, 3, 4, 5 କୁ ଚାଲି ଯାଇଛି, କିନ୍ତୁ ଚେଞ୍ଜ ହେଇଯାଇଥିବା ହେତୁ ଆମେ 26 ତାରିଖକୁ ନିଶ୍ଚିତ ଭାବରେ ଆଉ ଥରେ ଦେଖାହବ। ପ୍ରକାଶିତ ବାକ୍ୟ ତାର 6 ଅଧ୍ୟାୟ 1 ପଦରୁ 8 ପଦ ପର୍ଯ୍ୟନ୍ତ ଆମେ ଆଲୋଚନା କରିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ବହୁତ ବହୁତ ଧନ୍ୟବାଦ ଏଇ ସୁଯୋଗଟି ପାଇଁ। ନମସ୍କାର। ପ୍ରେଜ୍ ଦ ଲର୍ଡ ଆଜ୍ଞା, ଧନ୍ୟବାଦ। ଅତି ଉତ୍ତମ ଶିକ୍ଷା ନିଶ୍ଚିତ ଭାବରେ ସ୍କ୍ରିନ୍ ମାଧ୍ୟମରେ ଆମକୁ ଅତି ସୁନ୍ଦର ଭାବରେ ପ୍ରତିଟି ବିଷୟକୁ ପୁରା ସରଳ ଭାବରେ ସ୍ପଷ୍ଟ ଭାବରେ ଆମକୁ ବୁଝାଇଛନ୍ତି। ନିଶ୍ଚିନ୍ତ ଭାବରେ ଆମେ ବହୁତ ଆନନ୍ଦିତ ଅଟୁ, କାରଣ ଏହି ପ୍ରକାର ଶିକ୍ଷା ଅନଲାଇନ୍ ଅଫଲାଇନ୍ ରେ ପ୍ରାୟ ସମୟରେ କମ୍ ମିଳିଥାଏ ଆମ ମାନଙ୍କୁ। ବିଶେଷ କରି ପ୍ରଭୁ ଏହି ପ୍ରକାର ଏକ ଟ୍ୟାଲେଣ୍ଟ, ଏକ ଜ୍ଞାନ ବୁଦ୍ଧି ଦ୍ୱାରା ଆପଣଙ୍କୁ ପ୍ରଭୁ ଗଢିଛନ୍ତି, ଆଉ ନିଶ୍ଚିତ ଭାବରେ ଆପଣଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଏହି ଉତ୍ତମ ଶିକ୍ଷାକୁ ଆପଣ ନିଜେ ଶିଖି ଆଜି ସ୍କ୍ରିନ୍ ମାଧ୍ୟମରେ ପ୍ରତ୍ୟେକଙ୍କୁ ଆଉ ଶିକ୍ଷା ଦେଇ ଆମକୁ ଆଗକୁ ପଢେଇଥିବ, ତ ଆମେ ଧନ୍ୟବାଦ ଦଉ। ସମସ୍ତେ ଗୋଟେ ଉଚ୍ଚ କରତାଳି ବଜାଇ ଆମେ ତାଙ୍କୁ ଧନ୍ୟବାଦ ଦଉଥିବା। ପ୍ରେଜ୍ ଦ ଲର୍ଡ ଆଜ୍ଞା, ପ୍ରେଜ୍ ଦ ଲର୍ଡ। ଆଉ ଆମେ ସୁଯୋଗ ପାଇବୁ ପୁନର୍ବାର ଆସନ୍ତା ସପ୍ତାହରେ, ଆଉ ନିଶ୍ଚିତ ଭାବରେ ପ୍ରଭୁଙ୍କର ଅନୁଗ୍ରହ ଯଦି ହୁଏ ଆମେ ପ୍ରତ୍ୟେକ ପୁନର୍ବାର ଏହି ପ୍ରକାର ଏକତ୍ରିତ ହୋଇ ଆମେ ଆସନ୍ତା ଦିନ ମାନଙ୍କରେ ମଧ୍ୟ ଏହି ପ୍ରକାଶିତ ପୁସ୍ତକରୁ ଶିକ୍ଷା ଆମେ କରୁଥିବା। ତ ଏହି ସମୟରେ ଆମେ ଶେଷ ପର୍ଯ୍ୟାୟ ମଧ୍ୟରେ ପହଞ୍ଚିଛୁ, ଆଉ ଆଗାମୀ ପ୍ରାର୍ଥନା ଆଉ ଆଗାମୀ ପ୍ରତିଟି ବିଷୟକୁ ଆମମାନଙ୍କ ମଧ୍ୟରେ ହୋଷ୍ଟ ଆଜ୍ଞା ଅଛନ୍ତି, ସେ ଆଗକୁ ସମ୍ଭାଳିବେ।